ପ୍ରଭୁଙ୍କ ନାମର ଗୌରବକୁ ପ୍ରଭୁ ଆମମାନଙ୍କୁ ଆଶ୍ୱାସମାନେ ଗଢ଼ାଇ ଆଣୁଛନ୍ତି କରୁଛନ୍ତି ସମୟ ପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଦୁର୍ଯୋଗ ସମିତି ଗତିରେ ମଧ୍ୟ ମୁଁ ଧନ୍ୟବାଦ ଦେଉଛି ସେବା କରିବା ପାଇଁ ସେମାନେ ସୁଯୋଗ ଦେଇଛନ୍ତି ତା ସହିତ ମଣ୍ଡଳୀ ଗତିରେ ମଧ୍ୟ ମୁଁ ବିଶେଷ ଧନ୍ୟବାଦ ଉପସ୍ଥିତ ଥିବା ମଣ୍ଡଳୀର ଚାଳକ ମୁଖ୍ୟ କର୍ମକର୍ତ୍ତା ପ୍ରମୁଖ ଦାସ ନିମାମ ସବୁ ବିଭାଗର କର୍ମକର୍ତ୍ତା କର୍ମକର୍ତ୍ରୀ ପୁଣି ପ୍ରଭୁଙ୍କ ରକ୍ତରେ ପୀତ ସମସ୍ତ ସାଧୁସାଥୀ ବାପା ମା ଭାଇମାନଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଜ୍ଞାପନ କରେ। ନମସ୍କାର। ସବୁବେଳେ ମା ମାନେ ଆଗେ ଆଗେ ନମସ୍କାର ଆଉ ସବୁ ଯାକ ଭାଇ ମାନେ କେତେ ମୋ ସୁଖେ ସୁଖେ ଥିବେ ହସିଲେ ଟିକେ ହସ ଧରିବ ନାହିଁ କାନ୍ଦିଲେ ତ ଆଉ ବିଲକୁଲ ଦୁଃଖ ବାହାରିବ ନାହିଁ। ପ୍ରଭୁଙ୍କ ନାମର ଗୌରବ ପ୍ରାୟ ବର୍ଷେ ପରେ ପ୍ରଭୁ ମୋତେ ସୁଯୋଗ ଦେଇଛନ୍ତି ଆଉ ଥରେ ଆପଣମାନଙ୍କ ମଧ୍ୟରେ ପ୍ରଭୁଙ୍କ ବାକ୍ୟର ପରିଚର୍ଚ୍ଚା କରିବା ପାଇଁ। ଦୁଃଖିତ ଯେ ଆପଣଙ୍କର ଛାତ ପଡ଼ିଲା ବେଳେ ମୁଁ ଆସିପାରି ନାହିଁ। ଆପଣମାନେ ଜାଣିଥିଲେ କେତେ ସମୟର ପ୍ରତିବନ୍ଧକ ଭିତରେ ମୁଁ ରହୁଥିଲି ଏବେ ବି ରହୁଛି। ପ୍ରଭୁଙ୍କର ଗୌରବ ହଉ ପ୍ରଭୁ ତାଙ୍କର କାର୍ଯ୍ୟକୁ ସେ କରିଛନ୍ତି କିନ୍ତୁ ଆଉ ଗୋଟେ ଛାତ ବାକି ଅଛି। ହାଲେଲୁୟା। କଣ ପାଇଁ ହାଲେଲୁୟା? ଆଉ ଗୋଟେ ଛାତ ବାକି ଅଛି ବୋଲି ମୁଁ ଚିନ୍ତା କରୁଥିଲି ଯେତିକି ବାଦ ବିବାଦ ହଉଥିଲା ଯେତେବେଳେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଯାହା ମୂଷା ଘୋଷଣା କରୁଥିଲେ ଲୋକମାନେ ମାନିବାକୁ ବାଧ୍ୟ ଆଉ ମତ ପଚାରିଲେ ହେଇପାରିବ ବିବାହ ଚାଲିଛି ଯେ ତୋର ଇଚ୍ଛା ନା ନାହିଁ ବୋଲି ପଚାର ଈଶ୍ୱରଙ୍କର ସେବା ଆମେ କରିବା ପାଇଁ ତାଙ୍କର ମନ୍ଦିରକୁ ନିର୍ମାଣ କରିବା ପାଇଁ ଆଗକୁ ଆସୁଛୁ। ତେଣୁ ବେଳେ ବେଳେ ଆମର ପ୍ଲାନର ଅଭାବ ହବା ହେତୁ ଆମେ ପାରୁନାହୁଁ। ଆସନ୍ତୁ ଅଳ୍ପ ସମୟ ଆମେ ଚିନ୍ତା କରିବା ଆଜିର ଅଧ୍ୟୟନ ପାଇଁ ଯୋଉ ଶାସ୍ତ୍ରାଂଶ ମନୋନୀତ କରାଯାଇଛି। ଆଇବ 31 ଅଧ୍ୟାୟର ଏକ ପଦ ସେଟା ଏପରି ଲେଖା ଅଛି ମୁଁ ଆପଣା ଚକ୍ଷୁ ସଙ୍ଗେ ନିୟମ କଲି ତେବେ ମୁଁ ଯୁବତୀ ପ୍ରତି କିପରି ଅନାଇବି। ପ୍ରଭୁ ପଠିତ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ କହିବା ଆମେନ୍। ସ୍ୱର୍ଗୀୟ ପିତା ପୁନର୍ବାର ତୁମ ପାଦ ତଳକୁ ଆମେ ଆସୁଛୁ। ତୁମେ ହିଁ ଜୀବନ୍ତ କାର୍ଯ୍ୟ ସାଧକ ବାକ୍ୟ ଅଟ। ଆଜି ଆମକୁ ତୁମ ବାକ୍ୟର ତତ୍ତ୍ୱକୁ ଜାଣିବା ପାଇଁ ଶିଖିବା ପାଇଁ ଦିଅ। ମୁଁ ନୁହ ପ୍ରଭୁ ବାକ୍ୟ ତୁମର ତୁମେ ଅନୁଗ୍ରହ କର। ଯେତେ ତୁମଠାରେ ଆଶ୍ରିତ ବିଶ୍ୱାସୀ ବିଶ୍ୱାସିନୀ ମାନେ ଅଛନ୍ତି ପ୍ରତ୍ୟେକଙ୍କୁ ତୁମେ ନିୟନ୍ତ୍ରଣ କର। ମହିମା ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ ଯେତେବେଳେ ଆୟୁବଙ୍କ କତିକି ତାଙ୍କର ଦୁଃଖ ଜନ୍ମାଇବା ବନ୍ଧୁ ମାନେ ଯାଇଥିଲେ ସେଇ ବନ୍ଧୁ ମାନେ ଯୋଭଳି ପ୍ରଶ୍ନ ଆୟୁବଙ୍କୁ ପଚାରୁଥିଲେ ତହିଁର ଉତ୍ତର ଦେଇ ଆସୁ ଆସୁ ନିଜକୁ ପ୍ରଭୁଙ୍କ ସମ୍ମୁଖରେ ସେ କିଭଳି ରଖୁଛନ୍ତି ସେଇ କଥା 31 ଅଧ୍ୟାୟର ଏକ ପଦରେ ଆୟୁବ ପ୍ରକାଶ କରନ୍ତି। କାରଣ ସେମାନେ ମନେ କରୁଥିଲେ ବନ୍ଧୁମାନେ ପିଲାମାନେ ଏପଟ ଦେଖୁ ସମସ୍ତେ କାରଣ ଆୟୁବର ବନ୍ଧୁମାନେ ମନେ କରୁଥିଲେ ଇଏ
ନିହାତି ଗୋଟେ ଭୟଙ୍କର ପାପ କରିଛି, ଯୋଉ ପାପ ପାଇଁ ଏଭଳି ଦଣ୍ଡ ଇଏ ଭୋଗୁଛି। ଯୋଉ ଦଣ୍ଡ ଭିତରୁ ଆମେ, ଯୋଉ ପାପ ଭିତରୁ ଆମେ ବ୍ୟଭିଚାରକୁ ବେଶୀ ଗୁରୁତ୍ୱ ଦଉଛୁ, ସପ୍ତମ ଆଜ୍ଞା ଲଙ୍ଘନ। ତେଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତତ୍କାଳୀନ ଲୋକମାନେ ବି ସେଇ କଥା ହିଁ ଚିନ୍ତା କରୁଥିଲେ ଯେ ନିଶ୍ଚିତ ଭାବରେ ଆଇବ ଏକ ଜଘନ୍ୟ ଅପରାଧ କରିଛନ୍ତି, ଯୋଉ ଅପରାଧ ପାଇଁ ଏ ଦଣ୍ଡ ଭୋଗୁଛନ୍ତି। ତେଣୁ ସେମାନଙ୍କର ପ୍ରଶ୍ନର ଉତ୍ତର ରଖି ଆୟୁବ ନିଜକୁ ପ୍ରଭୁଙ୍କ ସାମ୍ନାରେ ରଖି ଏହି କଥା ପ୍ରକାଶ କରୁଛନ୍ତି ଯେ ମୁଁ ଯୁବତୀ ମାନଙ୍କ ପ୍ରତି କିପରି ଅନେଇବି, କାରଣ ମୋର ଚକ୍ଷୁ ସଙ୍ଗେ ମୁଁ ନିୟମ କରିଛି। ଅନେଇବାଟା ଭୁଲ ନାହିଁ, ଅନେଇବାଟା ଠିକ। ଇଂରାଜୀ ଭାଷାରେ ପୁଣି ଏବ୍ରି ଭାଷାରେ ଯେ ଉଦ୍ଦେଶ୍ୟ ମୂଳକ ଭାବରେ ମୁଁ ଅନାଇବି ନାହିଁ, କେଜେବି ଭର୍ସନରେ ମୁଁ ଭାବିବି ନାହିଁ ବୋଲି ଅଛି। ମୁଁ ଯେତେବେଳେ ଗୋଟେ ଯୁବତୀକୁ ଅନେଇବି, ଅନେଇଲା ପରେ ତା ସମ୍ବନ୍ଧରେ କିଛି ଭାବିବି ନାହିଁ, ଏଇ ଉଦ୍ଦେଶ୍ୟରେ କଥାଟାକୁ ଉପସ୍ଥାପନ କରାଯାଉଛି। ଟିକେ କାହା କାହାକୁ ବାଧିବ, କିଛି ଭୁଲ ବୁଝିବେ ନାହିଁ। ଈଶ୍ୱରଙ୍କ ବାକ୍ୟକୁ ଆମେ ପଜିଟିଭଲି ନେବା। ତେଣୁ ପ୍ରିୟ ବାପା ମା ଭାଇ ଭଉଣୀ ମାନେ, ଯେ ପ୍ରତ୍ୟେକଙ୍କ ଜୀବନରେ ନିଜର ଏକ ନିୟମ ରହିବା ଦରକାର। ପ୍ରଭୁଙ୍କ ପାଇଁ ମୁଁ ବ୍ୟକ୍ତିଗତ ଭାବରେ ନିଜକୁ କେମିତି ନିୟନ୍ତ୍ରଣ କରି ରଖିବି, ପରୀକ୍ଷାରେ, ପ୍ରଲୋଭନରେ, ଭାବନାରେ, ମନ୍ଦ ଭାବନାରେ, ବ୍ୟଭିଚାର ସମ୍ବନ୍ଧୀୟ ଭାବନାରେ ନିଜକୁ ମୁଁ କିପରି ନିୟନ୍ତ୍ରଣ କରି ରଖିବି। ମୁଁ କହିବି ଆଜି ଆପଣମାନଙ୍କୁ ଯେ ଦେଖିଲେ କଣ ହବ, ଦେଖିଲେ କଣ ହେବ ବା କଣ ହେଇଛି, ଆମେ କଣ ଆଉ ଇମ୍ପାକ୍ଟ ଆମ ଜୀବନରେ ପଡିବ, ସେ ସମ୍ବନ୍ଧରେ କେତେଟା କଥା ରଖିବି। କାରଣ ଲୁକଲିଖିତ ସୁସମାଚାର 11 ଅଧ୍ୟାୟର 34 ପଦରେ ଲେଖା ଅଛି, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯେ ଚକ୍ଷୁ ଶରୀରର ପ୍ରଦୀପ ଅଟେ। ଟିକେ ପଢିବା କି? ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ। ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ। ହାଲେଲୁୟା। କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ। ସେତିକି ଦରକାର। ଧନ୍ୟବାଦ ଝିଅ। ଶରୀର ଯଦି ଦୂଷିତ ଅଛି, ଆମର ଏଣ୍ଟାୟାର ବଡି, ସରି ଚକ୍ଷୁ ଯଦି ଦୂଷିତ ଅଛି, ଆମର ଏଣ୍ଟାୟାର ବଡି କଳୁଷିତ ହେଇଯାଉଛି। ଧ୍ୟାନ ଦିଅନ୍ତୁ, ଗୋଟିଏ ଅଙ୍ଗ, ପ୍ରିୟ ବାପା ମା ଭାଇ ଭଉଣୀ ମାନେ, ଯେତେବେଳେ ଗୋଟିଏ ଅଙ୍ଗ ଆମ ଶରୀର ମଧ୍ୟରେ ଦୂଷିତ ହଉଛି, ପୁରା ଶରୀରକୁ ସେ କଳୁଷିତ କରି ପକାଉଅଛି। ତେଣୁ ଲେଖକ ଲେଖୁଛନ୍ତି ଯେ ଜଣେ ମନୁଷ୍ୟ ଜୀବନରେ ଚକ୍ଷୁ ତାହା ଶରୀର ପାଇଁ ପ୍ରଦୀପ ଅଟେ। ଯେପରି ଚକ୍ଷୁ କଳୁଷିତ ନ ହୋଇ, ଯେପରି ସେ ଅନ୍ଧାରରେ ନ ରହି ଚକ୍ଷୁ ନିର୍ମଳ ଥିବ, ଭାବ ନିର୍ମଳ ଥିବ, ପୁଣି ଆଲୋକରେ ଯିବା ଆସିବା କରିବ। ହାଲେଲୁୟା। ତେଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଚକ୍ଷୁର ଗୁରୁତ୍ୱ ଗୋଟେ ଶରୀର ପାଇଁ କେବଳ ତାହା ନୁହଁ, ଭବିଷ୍ୟତରେ ଆମର ଏଇ ଚକ୍ଷୁର ଉଦ୍ଦେଶ୍ୟକୁ, ଆମର ଭବିଷ୍ୟତକୁ ମଧ୍ୟ ନିର୍ଣ୍ଣୟ କରିବା ପାଇଁ ବାଧ୍ୟ କରୁଛି। ତେଣୁ ପୁରାତନ ନିୟମରେ ଯାତ୍ରା 13 ପର୍ବର 9 ପଦରେ ଲେଖା ଅଛି, ଦୟାକରି ପଢିବା।
ଯେ ଚକ୍ଷୁ ଦ୍ୱୟରେ ବ୍ୟବସ୍ଥା ରଖିବା